ଜଗନ୍ନାଥ ମା ଲକ୍ଷ୍ମୀଙ୍କର ଆଗମନ ପୂର୍ବରୁ ମିଳିଯାଏ କିଛି ସଂକେତ। କ'ଣ ସେଇଟା ଚାଲନ୍ତୁ ଜାଣିବା। ପ୍ରତ୍ୟେକ ମନୁଷ୍ୟ ଚାହେଁ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ତା ପାଖରେ ରହୁ, ଘର ସର୍ବଦା ଧନଧାନ୍ୟରେ ପୂରି ଉଠୁ। କିନ୍ତୁ ମା ତ ଚଞ୍ଚଳା, କେତେବେଳେ ଚାଲିଯାଆନ୍ତି ଆଉ କେତେବେଳେ ଚାଲି ଆସନ୍ତି। ଚାଲିଯିବା ସମୟରେ ମନୁଷ୍ୟ ଯେମିତି ଆର୍ଥିକ ସମସ୍ୟାର ଭୋଗ କରେ, ସେମିତି ଆସିବା ସମୟରେ ଧନରେ ଘର ପୂରି ଉଠେ। କିନ୍ତୁ ସେଇ ଘରକୁ ଆଗମନ ପୂର୍ବରୁ କିଛି ପୂର୍ବରୁ ସଂକେତ ମିଳିଥାଏ। ଯେମିତି ଧଳାପେଚା ମା ଲକ୍ଷ୍ମୀଙ୍କର ବାହନ। ଯଦି ଆପଣଙ୍କର ଘର ଛାତ ଉପରେ, ଘର ଭିତରେ, ବାଡ଼ି ବଗିଚାରେ, ଘର ଆଖପାଖରେ ଧଳାପେଚା ଦେଖୁଛନ୍ତି, ତାହେଲେ ବୁଝିଯାଆନ୍ତୁ ମାଙ୍କର ଆଗମନ ହେଉଛି ଆପଣଙ୍କ ଘରକୁ। ଯଦି ବ୍ୟକ୍ତି ମୟୂର ଯେକୌଣସି ସ୍ଥାନରେ ଅଚାନକ ଭାବେ ଦେଖୁଛି, ତାହେଲେ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ତାକୁ ପୂର୍ବରୁ ମିଳିଯାଉଛି। ନାଚୁଥିବା ମୟୂର ଦେଖିବା ଦ୍ୱାରା ଧନ ଲାଭର ଯୋଗ ମଧ୍ୟ ଆସିଥାଏ। ତା ବ୍ୟତୀତ ସକାଳୁ ଉଠିବା ସମୟରେ ଶଙ୍ଖର ସ୍ୱର ଆପଣଙ୍କୁ ଯଦି ବାରମ୍ବାର ଶୁଣାଯାଉଛି, ତାହେଲେ ମା ଜଲ୍ଦି ଆପଣଙ୍କ ଘରକୁ ଆସି